आमर संस्कृति आमर संस्कार सर्वदा रहु आम सहित। भारतर महान ग्रंथ आउ काव्यगुड़िकर संपूर्ण संकलन सब्सक्राइब करंतु तिलक। कौन रावण आसीगला ना रावण नुह ताहले किए मकराक्ष मकराक्ष किए रावणर भाई सेनाधिपति खरर पुत्र खर जी पंचवटी थिला। हाँ से ता मनरे भी प्रतिशोधर ज्वाला प्रज्वलित होउथिबो। अरे ये समस्त को दली चकड़ी चली आसुला किंतु अंगद ताकू रोकीदेला। से भी परम योद्धा लक्ष्मण ताकू एकाकी अंगद रोकी पारिबेनि। ठीक अच्छी ताहले मु निजे जाउची। तमे जे भी हो मो संगरे न लड़ी तमे आगु को जाई परिबोनी। मु मसांक सह युद्ध करबा को आसेनी। कौटी अछंती तो राम मो युद्ध केवल तो राम संगरे हब। मोर पण हला मु रामर मस्तक नहीं कि ही जीवी। रामर मस्तक मागिबा को किए से आछे एते बड़ी बड़ी कथा कहूचो के तो मो नारु तते कोन मिलिबो। थरे खाली तो राम को आनी मो आगरे छिड़ा करई दे। कौटी अछि से राम किए तमे एते टिके भी जानि न जे श्री राम का नाम तुंडरे धरे से आदर सहित धरी थाए। आदर वीर मान को करा जाए ताकू नुहे जे कापुरुषों भली मुह लुचाई बसी थाए ताकू जाई कुह क्षत्रिय मार क्षीर पीची तो से आसी रणभूमि रे सम्मुखीन हो ताकू मु युद्ध पई आह्वान दउछि। कौनसी मूसा जदि सिंहर गुंफा निकटरे आसी डाके बाहर कुआ मो साथरे युद्ध कर ताहले कौन सिंह हाथ जोड़ी आसी ता आगे छिड़ा ही जाई थाए। मूर्ख जो जीव श्रीरामंकर अनादर करी थाए तार आउ कथा कहिबार अधिकार रहेनी। ताकू छेदन करबा उचित। तू तू जने अज्ञानी बालक भली तर्क करूचु सेथि पई मते तो उपरे आउ तते जन्म दैथिबा मार लुह उपरे मते दया आसुची। मो माँ जने राक्षस माता अन्य नारी भली से कंदा कटा जाने नहीं। सही माँ मते आज्ञा दैछि जे जाई रामर मस्तक काटी मो सामना को आन। एबे कौन हब कारण मु थाउ थाउ श्रीराम को भेटिबा तो पक्ष असंभव। हाँ जदि तो माँ को प्रसन्न करने को चाहू थाउ तेबे श्रीराम को मुखार गोटे चित्र नहीं जा तार दर्शन मात्र के से खुशी ही जिवे। हाँ पिला को जमिति चित्र रे जन्म मामू देखांती
ସେମିତି ତାଙ୍କୁ ଶ୍ରୀରାମଙ୍କୁ ଦେଖେଇ ଦବ। ଲକ୍ଷ୍ମଣ, ଅଙ୍ଗଦ, କୌଣସି ବୀରର ସଂକଳ୍ପକୁ ଉପହାସ କରିବା ବୀରଙ୍କୁ ଶୋଭା ପାଏ ନାହିଁ। ରାଜକୁମାର ଅଙ୍ଗଦ, ଏ ବୀର ମୋତେ ଯୁଦ୍ଧ ପାଇଁ ଆହ୍ୱାନ ଦେଇଛି, ଆଉ ଯୁଦ୍ଧର ଆହ୍ୱାନକୁ ସ୍ୱୀକାର କରିବା ହିଁ ପ୍ରକୃତ କ୍ଷତ୍ରିୟର ଧର୍ମ। ହେ ବୀର ଯୁବକ, ମୁଁ ତମର ଯୁଦ୍ଧ ଆହ୍ୱାନକୁ ସ୍ୱୀକାର କରୁଛି। ତମେ ମୋର ମସ୍ତକ ମାଗିଛ, ନିଜର ପରିଚୟ ଦେବନି ତ ଯେ କୋଉ ଅଧିକାରରେ ତମେ ମୋର ମସ୍ତକ ପାଇବ? ମୁଁ ରାକ୍ଷସରାଜ ଖରଙ୍କ ପୁତ୍ର ମକରାକ୍ଷ। ମୋ ଅଧିକାର ମୋ ମାଙ୍କ ସଂକଳ୍ପରେ ନିହିତ। ମୋ ଅଧିକାର ତମ ହାତରେ ମୋ ପିତାଙ୍କର ବଧ କାରଣରୁ ବି ଜଡ଼ିତ। ମୋ ପରମବୀର ପିତା ଜନପଦାଧିନାୟକ ରାକ୍ଷସରାଜ ଖର ପଞ୍ଚବଟିରେ ତମ ସାଥିରେ ଯୁଦ୍ଧ କରି ବୀରଗତି ପ୍ରାପ୍ତ ହୋଇଥିଲେ। ତାଙ୍କର ପୁତ୍ର ହୋଇଥିବା ହେତୁ ଏ ହତ୍ୟାର ପ୍ରତିଶୋଧ ନେବା ପାଇଁ ମୁଁ ତମକୁ ଯୁଦ୍ଧ ପାଇଁ ଆହ୍ୱାନ ଦଉଛି। ମୋ ମାତାଙ୍କର ଏହା ପ୍ରତିଜ୍ଞା ଯେ ଯେଉଁ ରାମର ବାଣ ମୋ ପତିର ଶିରଚ୍ଛେଦ କରିଛି, ସେହି ରାମର ଖପୁରରେ ଜଳ ଭରି ମୁଁ ମୋ ପିତାଙ୍କର ଯେମିତି ଶ୍ରାଦ୍ଧ ତର୍ପଣ କରିବି। ମୋ ମାତାଙ୍କର ଏହି ଶପଥ ତମ ସହିତ ଯୁଦ୍ଧ କରି ତମ ମସ୍ତକ କାଟିବାର ଅଧିକାର ପ୍ରଦାନ କରିଛି। ନିଶ୍ଚିତ ମୁଁ ତୁମର ଏ ଅଧିକାରକୁ ସ୍ୱୀକାର କରୁଛି। ମୁଁ ତମକୁ ବୀର ମାନୁଛି ଯୁବକ, ଯେ ନିଜ ମସ୍ତକକୁ ସଂକଟାପନ୍ନ କରି ପିତାଙ୍କ ଶତ୍ରୁର ମସ୍ତକ ନେବା ପାଇଁ ରଣଭୂମିକି ଆସିଛ। କାହାର ମସ୍ତକ ସଂକଟାପନ୍ନ ଏବେ ଜଣା ପଡ଼ିଯିବ। ଯୁଦ୍ଧ କେବଳ ତମର ଆଉ ମୋର ହେବ, ଅନ୍ୟ କୌଣସି ମହାରଥୀ ହସ୍ତକ୍ଷେପ କରିବେ ନାହିଁ। କୁହ, ମୋ ଆହ୍ୱାନ ସ୍ୱୀକାର କରୁଛ? ତମର ସବୁ ଇଚ୍ଛା ପୂର୍ଣ୍ଣ ହବ ଅସୁର କୁମାର। ଆଉ ଶୁଣ, ମୁଁ ତୁମକୁ ବଚନ ଦଉଛି ଯେ ଯଦି ତମ ହାତରେ ମୁଁ ବୀରଗତି ପ୍ରାପ୍ତ ହୁଏ, ତେବେ ମୋର ଏ ମସ୍ତକ ଉପରେ ତମର ଅଧିକାର ରହିବ। ମୃତ୍ୟୁ ପରେ ମୁଁ ଏ ମସ୍ତକ ତମକୁ ଦାନ କଲି। ବିଭୀଷଣ, ସୁଗ୍ରୀବ, ଅଙ୍ଗଦ, ଆପଣ ସମସ୍ତେ ଏ କଥାର ସାକ୍ଷୀ। ଲକ୍ଷ୍ମଣ, କୁହନ୍ତୁ ଭାଇ। ମୋର ଏ କଥାକୁ ପୂର୍ଣ୍ଣ କରିବା ତୋର ଧର୍ମ। ରଘୁବଂଶୀଙ୍କର ବଚନର ମୂଲ୍ୟ ତୁ ଭଲ ରୂପେ ଜାଣିଛୁ। ବୀରବର ମକରାକ୍ଷ, ପ୍ରଥମ ଆକ୍ରମଣ ତମେ କର।
ଇଏ କ'ଣ ମାୟା ନା ତପସ୍ୟାର ଫଳ? ପ୍ରଭୁ, ସେ ପବନ ଦେବତା ବାୟୁ ଆଉ ବର୍ଷାର ଦେବତା ବରୁଣଙ୍କୁ ନିଜ ଅଧୀନସ୍ଥ କରି ରଖିଛି। ଏସବୁ ସେଇମାନେ ଦେଇଥିବା ଦିବ୍ୟ ଅସ୍ତ୍ରର ପ୍ରଭାବ। ଆପଣ ଯଦି ବାୟବାସ୍ତ୍ର ଏବଂ ବରୁଣାସ୍ତ୍ରର ଅନୁସନ୍ଧାନ କରନ୍ତି ତେବେ ଏ ମାୟାରୁ ମୁକ୍ତି ମିଳିବ। ଆପଣ ତ ନିଜେ ମାୟାପତି। ଏସବୁ ମାୟାବୀମାନଙ୍କ ମଧ୍ୟରେ ଯିଏ ପ୍ରକୃତ ମକରାକ୍ଷ ତାକୁ ଆପଣ ଚିହ୍ନି ପାରିବେ। କେବଳ ତାରି କ୍ଷତରୁ ରକ୍ତ ବହୁଥିବାର ଦେଖାଯିବ, ଆଉ ମାୟାବୀମାନଙ୍କ କ୍ଷତରୁ ରକ୍ତକ୍ଷରଣ ହୁଏନି। प्रभु श्रीरामंकर प्रभु श्रीरामंकर प्रभु श्रीरामंकर ନା ଜୟ ତ ଏରଣାତୁର ଯୋଦ୍ଧାର, ଏ ମାତୃଭକ୍ତ ପ୍ରଚଣ୍ଡ ପରାକ୍ରମୀର। ମାର ପ୍ରତିଜ୍ଞାରେ ନିଜର ପ୍ରାଣ ଅର୍ପଣ କରିଥିବା ହେ ସୁପୁତ୍ର ରାମ ତମକୁ ପ୍ରଣାମ କରୁଛି। ମହାରାଜ ସୁଗ୍ରୀବ, प्रभु ଏ ପରମବୀରଙ୍କ ମୃତ ଶରୀର ସମ୍ମାନର ସହିତ ଲଙ୍କାରେ ପହଞ୍ଚାଇ ଦିଆଯାଉ। प्रति योद्धा बरे मृत्यु श्रीरामंकर संकेत दुस्साहसी दुराचरी न हुए किंतु सचेत प्राण बलि देई चली गला मातृभक्त मकराक्ष असुमारी बलशाली सिना नथिला ज्ञान गवाक्ष। ରବକରାକ୍ଷ
तमे तो वीरंक भली रणभूमि रे निज जीवन दे गौरव उच्च मस्तक करी परलोक को तम पिता पाखक चलीगल किंतु लज्जार मो मुंड नहीं जाऊची। आज मु तम पिता ऋणी हो गले मो वीर खर को कौन उत्तर देवी सी तो पुत्र मते समर्पण करते पो पालर रक्षा करि पारले ए दाग मु केमिति लिभेबी ए ऋण मु केमिति मुक्त हेबी। आज्ञा दियंतु पिताश्री राम आउ लक्ष्मणर रक्त रे ए दाग मु आज धोई देबी आपन को ए ऋण रु मुक्त करिबी। ना मेघनाथ ए ऋण मोर से मु निजक मुक्त करी नहेले मो भाई घर को कौन मुह देखेबी। जेबे मो पुआ प्रहस्त मरीगला से भी मते दुख अवश्य लगी किंतु ता मृत्यु रे मो लज्जित होई नथिली कारण से मो पुत्र थिला मो धन को मो हजेई थिली। पितार निज संतान जीवन उपरे पूर्ण अधिकार थाए किंतु निज भाईर पुत्र को निज हित पाई बलिदान दे देबार मोर कौन अधिकार नहीं। तार मृत्युर ऋण मो उपरे रहीगला से जो शपथ से तार माता इच्छा पूरण पाई नहीं थिले जे रामंक खपुरी रे जल भरी निज पितार श्राद्ध तर्पण करिबो सही शपथ नहीं आज मु रणभूमि को ओल्लेबी मो साथरे जीवा पाई सेना को आदेश दियो। क्षमा करंतु महाराज यह रणनीतिर विरुद्ध रे जीव जे पर्यंत जणे भी सेनानायक किंबा जणे भी महारथी जीवित रही राजा निजे युद्ध क्षेत्र को अग्रसर हवा नीति विरोधी हब एथिरे राजांकर शक्तिहीनता प्रमाणित हब। अन्य सेनापति अथवा महारथी मृत्यु रे राजा पराजित हुएनी किंतु जदि राजांकर किछि हो जाए तेबे सारा देशर पराजय तत्क्षणात होइथाय। सेनापति अकंपन तमे केवल सिंहासन रे शोभावर्धन करुवा जने राजा सहित कथा होन तमे महारथी महारथी त्रिलोकर विजेता परम पराक्रमी रावण सह कथा होच। मुझे भी देखुची जे शत्रु जने साधारण योद्धा नुहे आम महारथी ढेर उच्चरे से जदि एमिति आम महारथी मान जन जन कर मारुथुब तेबे मो सेनांकर मनोबल दिन प्रतिदिन क्षीण हो जाउथुबो आउ तांकर जश मनोबल सेमिति प्रज्वलित हेउथुबो जेमिति कि यज्ञ रे घृतर आहुति दान रे अग्नि प्रज्वलित हेउथाय। ता यज्ञशालारू से अग्नि व्यापी मोर सारा देश को भस्म करने पूर्वरु मु आज ही ता यज्ञशाला को विध्वंस कर देबी। ए युद्ध दीर्घ हेले लंका पाई विपद मो प्रदेशर वीरवाद्य बजाओ। महाराज रावणंकर 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 महाराज रावणंकर। प्रभु लंका नरेश रावण निजे युद्ध क्षेत्र को आसुची निजे आसुची एते जल्दी? हाँ प्रभु से मकराक्ष आउ बृहस्त मृत्यु को सह्य करि पारि तार अर्थ एबे स्पष्ट जे से निजर संतुलन हरई सारी युद्ध रे वीर मानकर एमिति विचलित हवा आदौ उचित नुह। शत्रु एते परिमाण रे विचलित हो जाइछि जे ता पखरे परम योद्धा माने थाई भी निजे युद्ध क्षेत्र को आसुची यह आपणकर विजयर संकेत प्रभु। आक्रमण
যাହାର ନିଜ ବୀରତ୍ୱର ଅଭିମାନ ଅଛି ରଣଭୂମିରେ ଥିବା ରାବଣ ଯୁଦ୍ଧ ପାଇଁ ଆହ୍ୱାନ କରୁଛି। କିଏ ଅଛି? ରାବଣ, ଏଠି ତ ଜଣକଠୁ ବଳି ଜଣେ ବୀର ମାନେ ଅଛନ୍ତି। ତମେ କାହା ସାଙ୍ଗରେ ଲଢିବାକୁ ଚାହୁଁଛ ନିଜେ ବାଛି ନିଅ। ସୁଗ୍ରୀବ, ସେଦିନ ଅତି ଭୟରେ ପଳାୟନ କରିଥିଲ, ଆଜି ମୋ ସାମ୍ନାକୁ ଆସିବାକୁ ତମକୁ ଲଜ୍ଜା ଲାଗୁନି? ଯାଅ, ରାବଣ ସହ ଲଢିବା ତମର କାମ ନୁହେଁ। ସେ ବନବାସୀ କୋଉଠି? ରାମ, ଶୁଣିଛି ତାର ଯୁଦ୍ଧ କରିବାରେ ବହୁତ ଆକାଂକ୍ଷା ରହିଛି, ସେଥିପାଇଁ ଆଜି ମୁଁ ନିଜେ ପ୍ରଥମ ଦିନରେ ଆସିଛି। ଏ ଯୁଦ୍ଧକୁ ମୁଁ ଆଉ ଅଧିକ ଦୀର୍ଘ କରିବାକୁ ଚାହୁଁନି। ଏଥିରେ କେବଳ ତମ ଭଳି ବିଚାରା ନିର୍ଦ୍ଦୋଷ ନିରୀହ ପ୍ରାଣୀ ଯୁଦ୍ଧରେ ଭାବପ୍ରବଣ ହେଇ ଲଙ୍କା ଉପରେ ଯୋଉ ଚଢଉ କରିବାକୁ ଆସିଛ, ବିଚାରା ବେକାରରେ ମରିଛ। ଆଠୁ ତ ଭଲ ହେଉଛି ତାକୁ ବାହାରକୁ ଡାକ, ଯେଉଁଥିରେ ତାର ଯୁଦ୍ଧର ଅଭିଳାଷ ପୂର୍ଣ୍ଣ ହବ। ଆଉ ମୁଁ ଏ ଧୃଷ୍ଟତା ବଦଳରେ ତାକୁ ପ୍ରାଣଦଣ୍ଡ ବି ଦେଇପାରିବି, ଯେଉଁଥିରେ କି ଲଙ୍କାକୁ ଆଖି ଉଠେଇ ଦେଖିବାର ସାହସ ଆଉ କେହି କରିପାରିବେନି। मंगल भवन मंगल हारी दशरथ नंदन गोलक बिहारी सीताराम चरित अति पावन मधुर सरस पुणी अति मन भावना सीताराम चरित अति पावन मधुर सरस पुणी अति मन भावना पुनः पुनः शुणिले भी मन बुझे नाही हृदयर तृष्णा केबे हेले न मराई ରଣଭୂମିରେ ଥିବା ରାବଣ ଯୁଦ୍ଧ ପାଇଁ ଆହ୍ୱାନ ଦଉଛି। କିଏ ଅଛି? ରାବଣ, ଏଠି ତ ଜଣକଠୁ ବଳି ଜଣେ ବୀର ମାନେ ଅଛନ୍ତି। ସେ ବନବାସୀ କୋଉଠି? ରାମ, ଶୁଣିଛି ତାର ଯୁଦ୍ଧ କରିବାରେ ବହୁତ ଆକାଂକ୍ଷା ରହିଛି, ସେଥିପାଇଁ ଆଜି ମୁଁ ପ୍ରଥମ ଦିନରେ ଆସିଛି। ତାଠୁ ଭଲ ହେଉଛି ତାକୁ ବାହାରକୁ ଡାକ, ଯେଉଁଥିରେ କି ତାର ଯୁଦ୍ଧର ଅଭିଳାଷ ପୁରା ହେଇଯିବ, ଆଉ ମୁଁ ଧୃଷ୍ଟତା ବଦଳରେ ତାକୁ ପ୍ରାଣଦଣ୍ଡ ବି ଦେଇପାରିବି, ଯୋଉଥିରେ କି ଲଙ୍କାକୁ ଆଖି ଉଠେଇ ଦେଖିବାର ସାହସ ଆଉ କେହି କରିପାରିବେନି। ଏ କଥା ତମକୁ କିଏ କହିଲା
जे कौन पथभ्रांत दुराचारी चोर जेबे भी इच्छा करियो श्रीराम प्रभु दर्शन करि परिबो। साथ तमे तो तांको हातरे दंड भी पाइबार योग्य नुह। ये काम मते ही करिया को पड़िबो। निर्लज जड़े पतित योद्धा उपर को तीर चलाउच। तुमको तो युद्धर प्रारंभिक नियम भी जना नहीं। तुमको रणभूमि को किए पठेला? जाओ युद्ध धर्मर शिक्षा नहीं आस। किए रणभूमि को आसिला से सब दृष्टि पद कर योग्य होता है। राक्षस वीरंकर यह ही धर्म। आमे मानवीय भावनार दुर्बलतारे पड़ुना। युद्धर एकमात्र लक्ष्य विजय, ताहा जे कोन प्रकार हो। तमे ठीक कहूच। नियम नीति धर्म ए सब कथारे तम भली लंपट दुराचारी की संपर्क? ये तो सभ्य लोकंक संस्कृति। तम भली असभ्य पशु ए सब कथा बुझी पारिबनी। तमर गालीर उत्तर मोरे प्रथम तीर दब। तम भली पापी और दुराचारी जबे निरुत्तर रही जाए केवल शस्त्र सहारा नहीं थाए। तम भली लोकों आमको भी शस्त्र उठे को पड़ी थाए, कारण तमे विवेक नीति और धर्मर भाषा बुझी पार नहीं। ए पंडितर भाषा कौन से ऋषि मुनि को जाई कुह। रणभूमि को आसीछ तेणु अस्त्र झंकार रे कथा कुह। अस्त्र ही प्रश्न पचारिब, अस्त्र ही उत्तर दब। यह ही एठिकार नियम। आपण इजे जानतु प्रभु, आपण व्यतीत किए तार सम्मुखीन हो पार। से एकाकी आमर अनेक योद्धा को मारी आम सेनार बहुत क्षति करि पारे। युद्धर प्रथम दिन में जदि शत्रुर प्रभाव एमती बढ़ी जाए तेबे आम सेनार मनोबल भांगी जाई पारे। भल कथा गोटाए सुजोग मते भी दियो। जय श्री राम। वाह रावण वाह। जय श्री राम। भगवान शिवं त्रिशूल भली प्रचंड वायुपुत्र हनुमान मुष्टि प्रहार तो तमें सही कल। तमें परम शक्तिशाली, किंतु खूब दुखर कथा जे तमें शक्तिर प्रयोग
ଅଧର୍ମ କାରଣରେ ହିଁ କରିଛ ଆଉ ଏ ଦୁର୍ଦ୍ଦଶାରେ ପହଞ୍ଚିଛ। ଦୁର୍ଦ୍ଦଶା? କାହାର ଦୁର୍ଦ୍ଦଶା? ମୋର ନା ତମର? ତମର। ଜଣେ ବଣରେ ବଣରେ ବୁଲୁଥିବା ବନବାସୀକୁ ସ୍ୱର୍ଣ୍ଣ ଲଙ୍କାର ସିଂହାସନରେ ବସିଥିବା ତ୍ରିଭୁବନ ବିଜୟୀ ଲଙ୍କେଶ୍ୱର ବୈଭବରେ ଦୁର୍ଦ୍ଦଶା ଦେଖାଯାଉଛି। ରାମ, ତମେ ତମ ବାକ୍ପଟୁତାର ଯାଦୁରେ ଏ ଅଜ୍ଞାନୀ ବାନର ମାନଙ୍କୁ ଭ୍ରମିତ କରିପାର, କିନ୍ତୁ ରାବଣକୁ ନୁହେଁ। ଭକ୍ତ ଆଉ ଜ୍ଞାନୀ ଭିତରେ ଏଇ ପାର୍ଥକ୍ୟ ଥାଏ। ଭକ୍ତ ଅଫାଟୁଆ ହଉ ମୂର୍ଖ ହଉ, କିନ୍ତୁ ତା ହୃଦୟ ସ୍ୱଚ୍ଛ, ସେ ମନରେ ସରଳ। କିନ୍ତୁ ଜ୍ଞାନୀ ତମ ଭଳି ଦୁଷ୍ଟ ବି ହେଇପାରେ। ଯାହା ହୃଦୟରେ ଅଧର୍ମ ଏବଂ କପଟ ରହିଥାଏ ତାର ଅବସ୍ଥା ତମରି ଭଳି ହେଇଥାଏ। ଯିଏକି ସ୍ୱର୍ଣ୍ଣ ଲଙ୍କାର ରାଜସିଂହାସନରେ ବସିବି ଜୀବନରେ ଅପୂର୍ଣ୍ଣତାର ଅନୁଭବ କରୁଥାଏ। ଏ ମୁହୂର୍ତ୍ତରେ ତମ ମନରେ କେବଳ ଅଶାନ୍ତି, ଚିନ୍ତା ଏବଂ ଗୋଟେ ବ୍ୟାକୁଳତା ରହିଛି, ଆଉ କିଛି ନୁହଁ। ତମ ଭଳି ଦୁରାଚାରୀକୁ ଅନେକ ଆଗରୁ ସୂଚନା ମିଳି ସାରିଥାଏ ଯେ ଅନ୍ତ ସମୟ ତାର ଆସିଗଲାଣି। ସେତେବେଳେ ସେ ଗୋଟେ ଘାଇଲା ସାପ ଭଳି ସୁରକ୍ଷିତ ଗର୍ତ୍ତ ଅନ୍ୱେଷଣ କରିଥାଏ, କିନ୍ତୁ ତାକୁ କେଉଁଠି ବି ସୁରକ୍ଷା ମିଳିନଥାଏ। ଏବେ ଠିକ୍ ସେହି ଅବସ୍ଥା ତମର। ତମର ମୃତ୍ୟୁ ଆସନ୍ନ। ତମର ପାପ କର୍ମର ବିଷ ତମର ମନର ଶାନ୍ତିକୁ ଭସ୍ମ କରି ସାରିଛି। ଆଉ ତମେ ସେ ଅଶାନ୍ତିର ବ୍ୟାକୁଳତା ଆଉ ପାପର ବିଷାକ୍ତ କ୍ଷତକୁ ଲୁଚାଇବା ପାଇଁ ଉଚ୍ଚ ସ୍ୱରରେ ବଡ଼ ବଡ଼ ବାହସ୍ଫୁଟ ମାରୁଛ, ଯାହାକୁ ତମ ନିଜ ମନ ବି ମାନି ନେଇ ପାରୁନି। ରାବଣ, ଏଇ ଅବସ୍ଥାର ନାଁ ତ ଦୁର୍ଦ୍ଦଶା। ରାମ, ଶୁଣିଥିଲି ଯେ ରଘୁବଂଶୀ ମାନେ ବଡ଼ ବୀର, କିନ୍ତୁ ତମକୁ ଦେଖି ସେ ଧାରଣା ଦୂର ହେଇଗଲା। ତମେ ତ କୌଣସି ରାଜାର ଦରବାରରେ ସ୍ତୁତି ଗାନ କରୁଥିବା ପାଣ୍ଡବ ଆଉ ପଣ୍ଡିତଙ୍କ ଭଳି କୌଣସି ଉପଦେଶକ ଲାଗୁଛ। ଆରେ ଯିଏ ପ୍ରକୃତ ବୀର ସେ ଧନୁ ତୀରରେ କଥା କହନ୍ତି, ପାଟିରେ ନୁହେଁ। ଆଉ ଏ କାନ୍ଧ ଉପରେ ଯୋଉ ଧନୁ ରହିଛି ନା, ସେ କୌଣସି ଶୋଭାର ବସ୍ତୁ ନୁହେଁ, ସେଥିରେ ତୀର ଚଳାଯାଏ এইভଳି।
ରାବଣ କେବଳ ପାଶବିକ ବଳ କିମ୍ବା ଅସ୍ତ୍ରଶସ୍ତ୍ର ବଳରେ ଯୁଦ୍ଧ ଜିତି ହୁଏନି। ଯୁଦ୍ଧ ଜିତିବା ପାଇଁ ଧର୍ମ ଏବଂ ଆଧ୍ୟାତ୍ମିକ ଶକ୍ତି ନିତାନ୍ତ ଆବଶ୍ୟକ। ତମେ ଲକ୍ଷ୍ମଣକୁ କହିଥିଲ ଯେ ତମର ଏଠି କୌଣସି ନୀତି କୌଣସି ଧର୍ମ ନଥାଏ। ଆମର କିନ୍ତୁ ଯୁଦ୍ଧର ବି ଧର୍ମ ଅଛି। ଆମେ ଶସ୍ତ୍ରହୀନ କିମ୍ବା ନିରସ୍ତ୍ର ଶତ୍ରୁ ଉପରେ କେବେ ଆକ୍ରମଣ କରୁନା। ଏହା ହିଁ ତ ରଘୁବଂଶୀଙ୍କର ବୀରତ୍ୱ। ଲଙ୍କା ନରେଶ, ତମେ ଏବେ ଶସ୍ତ୍ରହୀନ, ସୁରକ୍ଷାହୀନ ଏବଂ ଅପମାନିତ ଅବସ୍ଥାରେ କେବଳ ଶତ୍ରୁର ଦୟା କାରଣରୁ ଜୀବିତ ରହିଛ। ଏହାର ନାମ ତ ଦୁର୍ଦ୍ଦଶା। ଏବେ ଯାଅ, କାଲି ପୁଣି ଅସ୍ତ୍ର ଧରି ଆସିବ। ଦଶାନନ ଆଜି ନୁହଁଇ କେବଳ ଶସ୍ତ୍ରବିହୀନ ଶୌର୍ଯ୍ୟ ବୀର୍ଯ୍ୟ ଦମ୍ଭ ସବୁ କିଛି ରାମ କରିଛନ୍ତି ଛିନ୍ନ। ମଥା କରିନତ ମନରେ ସନ୍ତପ୍ତ ଅଭିମାନୀ ଜଲେ ହୋଇ ଅନୁତପ୍ତ। ଆଜି ମିଳିଗଲା ଆଭାସ ତାକୁ କାଳ ବେଶେ ରାମ ଆସିଛି ଲଙ୍କାକୁ। ବଞ୍ଚେଇବ କିଏ କାଳର କବଳୁ ନିଜେ ତଣିଛି ଡାକି ତାହାକୁ। ଯୋଉ ମାର୍ଗରେ ଯାଇଥିଲା ରଥେ ସେଇ ମାର୍ଗରେ ଆସେ ଚାଲି ଚାଲି। ପ୍ରତିଶୋଧନିଆ ଜଳଇ ମନରେ ରାମ ଦେଲେ ବଳି ମୁହେ ଚୁନ କାଳି। ମୁହାଁମୁହିଁ ହେଲା ପରେ ରାମଙ୍କର ହଲିଗଲା ଦମ୍ଭ ମନ ତଳର। ଅଭିମାନୀ ଆଜି ପାଇଛି ଆଘାତ ପାଏ ପରିଚୟ ନିଜ ବଳର।
ଚିରଞ୍ଜୀବୀ ଭବ, ଯଶସ୍ୱୀ ଭବ। କଥା କ'ଣ ବାବୁ? ତମେ ଏତେ ଶିଥିଳ ଲାଗୁଛ। ତମ ମୁଖମଣ୍ଡଳରେ ଚିନ୍ତାର ମେଘ ଘୋଟି ଯାଇଛି। ତମର ବିଶାଳ ନେତ୍ରରେ ନିରାଶାର ମେଘ ମୁଁ ଦେଖିପାରୁଛି। ଅଜା, ଆପଣ କ'ଣ ମୋତେ ବ୍ୟଙ୍ଗ କରିବାକୁ ଆସିଛନ୍ତି? ମୋତେ ଉପହାସ କରିବାକୁ ଆସିଛନ୍ତି? ଇଏ କି କଥା କହୁଛ ଲଙ୍କେଶ୍ୱର? ତେବେ କ'ଣ ସେଇ କଥା କହିବାକୁ ଆସିଛ ଯେ ସୀତାକୁ ନେଇ ରାମର ଶରଣାପନ୍ନ ହେଇଯିବି? ନା, ଏବେ ସେ କଥା କହିବାର ସମୟ ନୁହେଁ। ହଁ ଅବଶ୍ୟ, ଯୁଦ୍ଧକୁ ରୋକିବା ପାଇଁ ମୋର ସେ ପରାମର୍ଶ ସେଇ ସମୟରେ ଉଚିତ ଥିଲା, କିନ୍ତୁ ଏବେ ଯୁଦ୍ଧ ଆରମ୍ଭ ହେଇଗଲାଣି। ଏବେ ମୁଁ ତମକୁ ସେମିତି କୌଣସି କଥା କହିବିନି ଯୋଉଥିରେ କି ଲଙ୍କେଶ୍ୱରଙ୍କ ସମ୍ମାନରେ କଳଙ୍କ ଲାଗିବ। ଏବେ ତ ପରମ ବୀରଙ୍କ ଭଳି ଲଢ଼ିବାକୁ ହବ। ହୁଏତ ସୀତାକୁ ଲଙ୍କାର ମହାରାଣୀ କରିବ, ନହେଲେ ଯୋଦ୍ଧା ବୀରଙ୍କ ଭଳି ନିଜ ମସ୍ତକ ରଣଚଣ୍ଡୀଙ୍କ ଚରଣରେ ବଳିଦେବ। ଯୋଦ୍ଧା ବୀରଙ୍କ ଭଳି ମରିବା ବି ପୁରୁଷ ପାଇଁ ଯଶ ଅଟେ। ତମେ ତ ମୋରିଠୁ ଜନ୍ମ, ମୁଁ ତମକୁ କୋଳରେ ଖେଳେଇଛି। ସର୍ବଦା ତମର ଉନ୍ନତି, ସମୃଦ୍ଧି ଆଉ କୀର୍ତ୍ତିର ଶୁଭ କାମନା କରିଛି। ତମେ ପୃଥିବୀ ପୃଷ୍ଠରେ ଅସୁରଙ୍କ ଶିରୋମଣି। ଯଦି ତମ ମସ୍ତକ ନଇଗଲା, ତେବେ ପୃଥିବୀରେ ରାକ୍ଷସଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ କୋଉଠି ବି ଜାଗା ମିଳିବନି। ମୁଁ ପଚାରିବାକୁ ଆସିଛି ଯେ ତମେ ଏତେ ଉତ୍ସାହୀନ କାହିଁକି ହେଇ ପଡୁଛ? ଉତ୍ସାହୀନ ହେଇନି ଅଜା, ବିଚାରାଧୀନ ହେଇଯାଇଛି। କୋଉ ବିଚାରରେ ବୁଡି ଯାଇଛ ବତ୍ସ? ଯେତିକି ସରଳ ଭାବିଥିଲି, ଶତ୍ରୁକୁ ଜିତିବା ସେତିକି ସରଳ ନୁହେଁ ଅଜା। ଶତ୍ରୁ ପ୍ରବଳ। ତମେ ନିଜେ ତ ପ୍ରବଳରୁ ପ୍ରବଳତମ। ତମେ ଭୀଷଣ ଭୟଙ୍କର ଦଶାନନ। ତମେ ଇନ୍ଦ୍ରଙ୍କ ବଜ୍ର, ଶିବଙ୍କ ତ୍ରିଶୂଳ ଆଉ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରର ସାମ୍ନା କରିଛ ଲଙ୍କେଶ୍ୱର। ଏହା ହିଁ ତ ବିଚାର ଯୋଗ୍ୟ କଥା ଅଜା। ସେ ବନବାସୀ ରାମର ତୀର ଯେବେ ଧନୁ ଉପରେ ଚଢ଼ିଯାଏ, ସେବେ ଚତୁର୍ମୁଖ ବ୍ରହ୍ମାଙ୍କ ଭଳି ଦେଖାଯାଏ। ଆଉ ଯେବେ ଧନୁରୁ ଚାଳିତ ହୁଏ, ସେବେ ସହସ୍ରମୁଖ ବିଷ୍ଣୁଙ୍କ ଭଳି ହେଇଯାଏ। ଆଉ ଯେବେ ପ୍ରହାର କରିଥାଏ, ସେବେ ରୁଦ୍ରଙ୍କ ଭଳି ପ୍ରୟଙ୍କର ହେଇଥାଏ। ଅଜା, ମୁଁ ଇନ୍ଦ୍ରଙ୍କ ବଜ୍ର, ଶିବଙ୍କ ତ୍ରିଶୂଳ ଆଉ ବିଷ୍ଣୁଙ୍କର ସୁଦର୍ଶନ ଚକ୍ରର ଆକ୍ରମଣ ସହ୍ୟ କରିଛି, କିନ୍ତୁ ସେମାନଙ୍କର ରାମର ତୀରରେ ବହୁତ ପାର୍ଥକ୍ୟ। ରାମର ବାଣର ଗତି ଏତେ ତୀବ୍ର ଯେ କେବେ ଧନୁରୁ ଚାଳିତ ହୁଏ, କେବେ ଲକ୍ଷ୍ୟ ଭେଦ କରେ। ଦେବତାଙ୍କ ଦୃଷ୍ଟି ତାକୁ ଧରି ପାରିନଥାଏ। ତାହେଲେ ଜଡ଼ ଚକ୍ଷୁକୁ କେମିତି ଦେଖାଯିବ? ଯେମିତି ତିନି ଲୋକର ଶକ୍ତି ତାଠି ପ୍ରବାହିତ ହେଉଛି। ଆଜି ମୋ ସାଙ୍ଗରେ ସେ ଯୁଦ୍ଧ କଲାନି, କେବଳ ମୋତେ ଉପହାସ କଲା। ଯେମିତି କୌଣସି ବାଳୁତ ସହିତ ଖେଳି ତାକୁ ତଡ଼ି ଦିଆଯାଏ। ମଙ୍ଗଳ ଭବନ ମଙ୍ଗଳ ହାରି, ଦଶରଥ ନନ୍ଦନ ଗୋଲକ ବିହାରୀ। ସୀତାରାମ ଚରିତ অতি পাবন, মধুর সরস পুনি অতি মন